केवल प्रश्न तुम बोली मती पद पद कह आहे ज्ञानी ज्योति बसी मोर जे पंडित जन पद पद कथा करिबे श्रवण फिटू जे बाणी वचन पंडित जन फिटू जे बाणी वचन बड़ी बेल्लाड़ बोलीण कहूछि मुही से बड़ी बेल्लाड़ चरित्र देव बताई तेबे आगकू मु जीवी तो ही हे भाई ना तेबे आगकू तो जीवी मुई साधारण प्रश्न बड़ी बेल्लाड़ कौन आज्ञा बड़ी बेल्लाड़ मु बुझी पाउनी से कथाटा से नामर गोटे प्रश्नर प्रश्न आगटे चरित्र यथेष्ट चरित्र अच्छी गाइबा किसी पर ना बोलो ए पुओ गमांड लगी कि समस्त को पारिबु ब्राह्मण लोक को पारि पारिबु कहीं ना ब्राह्मण होची से होचंदी मम देवता ब्राह्मण जहाँ कहे आम कथा स्वीकार करियो पड़ो कौन पाई ना ब्राह्मण मुखरे वेद ब्राह्मण मुखरे सबु हेले पार तेणु करी आमर रमेश भाई गोथर क्यों कहते कौन माछ मंजी कौन आंब बौल माछ मंजी सत मिछ हूँ ब्राह्मण ब्राह्मण कह ज्योतिष पांति आज्ञा बड़ी बड़ी बेलाड़ बड़ी बेल्लाड़ बड़ी बड़ी बेलाड़ साधारण कृष्ण साधारण कृष्ण तार आगे चरित्र अच्छी मु कहि तमे जानिया पाई बोली मु कहली हौ कुओ भाई ना तुम नेत्र बंदन ए नाटुआ नाट करिछ जे घन घन वे फिटी जाऊ गला बंधन मालिक ए फिटी जाऊ तुम वचन 15 वर्ष तले आज्ञा खाली आई बही देखुले ये जो कहना आम आम मनकर ये जो गाहाणी नाच जो आज्ञा माने देखी देखिकी तांके आ संभाली पारे आमर महात्मा को सही वर्तमान गाहाणी गाहाणी गाइबारे आरंभ कले एटा होची शिक्षा आलोचना समालोचना पर्यालोचना मु आलोचना करबी तो समालोचना करू से पर्यालोचना से तार समाधान करबी हेले आज्ञा पंडित मंडली ही सुना पचारि बार जे यही कारण हे ज्ञानी जन पदे सभारे देवा कहीण हे ज्ञानी जन बड़ी बेलाड़ चरित्र बड़ी बेलाड़ किए प्रमोद तू पड़िशार कथाटा कहू एटा कि कौन किए पचारि जानचु कि एटा शिखिबा कथा सी कही पारू मोर हेले से कैपेसिटी मु हेले बुझी पारी आमे दी पद गाहाणी मानकर प्रकृति दी चारि पद कहवा न आज्ञा कहीदेवी कहवा हाँ हेले आज्ञा ये पचारिबा कथा मन देई जे सुन हाँ बड़ी बेलाड़ चरित्र किबा कारण ठीक बड़ी बेलाड़ बोली जो कारण गोटी ब्रह्म वैवर्त पुराण अच्छी की लेखी महाभारत बड़ी बेलाड़ बोली जो महाभारत बुझ महाभारत सरल पर्व बुझ सरल महाभारत वर्णना मिल दया नेत्र बंदन हे कुल विधि शुणवाणी नेत्र बंदन हे शुण मोर कुलवाणी
ରାଣୀ ଆଣି ଥୋଇବି ପୁଣି ହେ ଶୁଣ ହେ ବୀରମଣି ଦେଖ ତିନି ସତୀ ତଇ ଥୋଇବି ଆଣିଲ ତିନି ସତୀ ତଇ ଥୋଇବି ଆଣିଲ ଏ ବେଲ୍ହାଳ ସେନର ଏହି କାହାଣୀ ଖୁଜ ଭାଇନା ଟିକେ ଜାଣିବ ପୁଣି ଖୁଜ ଭାଇନା ଆଜ୍ଞା ବଳି ବେଲାଳ ଆଜ୍ଞା ବେଲାଳ ସେନ ବେଲାଳ ସେନ ତ ଭୀମର ପୁଅ ବେଲାଳ ସିଏ ହଉଛି ଭୀମର ପୁଅ ହଉଛି ବେଲାଳ ସେନ ବଳି ବେଲାଳ ଚଳିତ ନାଇଁକି ହେଲେ ମୋ ପଣ୍ଡିତ ପ୍ରବର ମନ ଦେଇ ଯେ ଶୁଣ ଭାରତ କଥାକୁ ପଦେ କି ଦେବା ଯେ କହିଣୁ ବଳି ବେଲାଳ ବୋଲି କାହାକୁ କହନ୍ତି କାହାର ସନ୍ତତି ପୁଣି କାହାର ନାତି ପଣ୍ଡିତ ମଣ୍ଡଳୀ ଦେବେ ଶ୍ରୁତିମତୀ ତିନି ଗୋଟି ସତୀ ହେ ଜଗତେ ଅଛନ୍ତି ତିନିଟା ଶକ୍ତି ସେଇଠି ଅଛନ୍ତି ସେଇଠି ଭେଟ ହବ ପୁଣି ବଳି ବେଲାଳ ସତୀରେ ତିନିଟା ସତୀ ହେ ଜଗତେ ଅଛନ୍ତି ଭାରତରେ କିଏ କିଏ ଯେ ତିନି ସତୀ ଭାରତରେ ଜଣେ ସତୀ ନାମ ତା କୁନ୍ତୀ ଆଉ ଜଣେ ସତୀ ନାମ ଦ୍ରୌପଦୀ ଆଉ ଜଣେ ସତୀ କଥାକୁ କହୁଛି ଦ୍ରୌପଦୀ କୁନ୍ତୀ କଥାରେ କି ରହିଛି ମନ ଦ୍ରୌପଦୀ ତାରା କୁନ୍ତି ମନ୍ଦୋଦରୀ ସିଏ ତ ପାଞ୍ଚଟି ମହାପାତକ ନାଶନ ଏମାନେ ତ ସତୀକାର ମନ୍ଦିର ଭଇତା କାରଣ ନଡା ଭଇତା ଛାଡ ଏ ଯୋଉ ଚରଣ ଶୂନ୍ୟ କାହିଁକି ନା ଦେବଲୋକ ଭୋଗ କରିଛନ୍ତି ସେମାନଙ୍କୁ ନାହିଁ ତା ଭିତରେ ଅଛନ୍ତି ଦ୍ରୌପଦୀଙ୍କର ନାଁ ଜଣେ କହିଲ ମୁଁ ମାନିଲି ଗୋଟେ ଜଣେ କହିଲ ଆହୁରି ଦି ଜଣ ଆଜି ଜଣେ ପଡିବ କୁନ୍ତି କି ନାହିଁ ହେଲେ ଗୋଟିଏ ସତୀ ହେଲା କି ଆଜ୍ଞା ଦ୍ରୌପଦୀ ନାଇଁ କି ହେଲା ହେଲେ ଆଉ ଗୋଟିଏ ଆଉ ଦିଟା ଅଛି ତିନିଟା ସତୀ ଆଜ୍ଞା ଜଣେ ସତୀ ଯେବେ ହୋଇବେ ଦ୍ରୌପଦୀ ଆଉ କିଏ ଭାରତ ପୁଣି ହେବ ସତୀ ଆଉ ଜଣେ ସତୀ ପୁଣି ଶୁଣ ଗାୟକ ଭୀମର ଭାରି ଜାଣାମ ହିଣିବି କି ମାତ୍ର ହିଣିବି କି କଥାରେ କି ରହିଛି ଚିତ ସିଏ ଯୋଉ ନବକୋଟି କାତ୍ୟାୟିନୀ 64 ଯୋଗିନୀ ଭିତରେ ସିଏ ଗୋଟେ ଯୋଗିନୀ ହିଡ଼ମ୍ବା 51 ଶକ୍ତିପୀଠରେ ତାର ଶକ୍ତି ନାମରେ ଗୋଟେ ପ୍ରମାଣିତ ଦିଆଯାଉଛି ହିମାଚଳ ପ୍ରଦେଶରେ ସିଏ ଯୋଗିନୀ ହେବନି ତାକୁ ଶକ୍ତିରେ ଆମେ ମାନିବାକୁ ବାଧ୍ୟତା ଆମର ମନୁସ୍ମୃତି ଆମକୁ ଶାସ୍ତ୍ର ପ୍ରମାଣ ଦେଉଛି ଅଭ୍ୟୋ ଦେବା ହିଡ଼ମ୍ବିକିନାଂ ଋତୁତ ଦେବେ କାଳୀ ପୂର୍ବୀତ ସ୍ୱଭାଭି ମନୁସ୍ମୃତିରେ ଆମର ସିଦ୍ଧାନ୍ତ ପ୍ରମାଣ ଅଛି ଆଜ୍ଞା ସେ ହିଡ଼ିମ୍ବିକି ତ ଅଲଗା ଆଜ୍ଞା ଭୀମର ଭାରିଜା ସିଏ ଯୋଗିନୀ ସିଏ ହିଡ଼ମ୍ବିକର ଭାର୍ଯ୍ୟା ଭୀମର ଭାରିଜା ଅଲଗା ସେ ହିଡ଼ିମ୍ବିକି ଆଜ୍ଞା ଅଲଗା ସେଇ ନାଇଁ ସେ ହିଡ଼ମ୍ବା ଘଟୋତ୍କଚଙ୍କ ଭଳିଆ ପୁଅକୁ ଯଦି ଗର୍ଭରେ ଧରିଛି କେମିତି ମା ନାହିଁ ସିଏ ଯାହା କହିଛି ଚାହିଁଛି ସ୍ୱାମୀଙ୍କର ଆଜ୍ଞା ଇଏ ପାଇଁ ଇନ୍ଦ୍ରଙ୍କର ବଜ୍ର ଶକ୍ତିରେ ସିଏ ଆଜି ଘଟୋତ୍କଚ ମରିଛି କର୍ଣ୍ଣ ଯେତେବେଳେ ପ୍ରୟୋଗ କରିଛି ମହାଭାରତ ପୁରାଣ ଭିତରେ ପ୍ରମାଣ ଅଛି କି ନାହିଁ ଅଛି ଯଦି ସେ ଘଟୋତ୍କଚ ଭଳିଆ ଯଦି ମାକୁ ହିଡ଼ମ୍ବା ଧରିଛି ହିଡ଼ମ୍ବି ସାମାନ୍ୟ କନ୍ୟା ନାହିଁ ଯେ ତାକୁ ମୁଁ ଦେବୀ ତୁଲ୍ୟ ଆମେ ପ୍ରମାଣ କରିବା ଆମର କର୍ତ୍ତବ୍ୟ କାହିଁକିନା 51 ଶକ୍ତି ଭିତରେ ତାଙ୍କର ନାମ ପ୍ରମାଣିତ ଅଛି ହେଇ ଯାଉ ହେ ତୁମ ବଚନ ଆଣି ହେଇ ଯାଉ ହେ ଗୀତ ଗାଇବାର ମତନ ଆସୁଛି ଗୀତ ଗାଇବାର ମତନ ଆସୁଛି ଗାଉ ଗାଉ କହି ଗାଉଛି ପୁଣି ହେଇ ଯାଉ ହେ ଏ ତୁମ ବଚନ ବାଣୀ ହେଇ ଯାଉ ହେ ହେଲେ ମହାପ୍ରଭୁ ହିଡ଼ିମ୍ବିକି କଥା ସେ ଭିତରେ ଆସିଲାନି ଜଣେ ହେଲା ଦ୍ରୌପଦୀ ଆଉ ଦିଟା ସତୀକି ଆଣିଲେ ଭାରତରେ ମୁଁ ବିକଟ ଆଳ ବିକୃତି ଚରିତ୍ର ମୁଁ କେବେ ପଚାରିବିନି ଯାହାକି ଆପଣମାନେ ଶିଖିକିରି ଅନ୍ୟ ସ୍ଥାନ ଭିତରେ ଆପଣଙ୍କର ସେ କାମ କରୁଛନ୍ତି ସେ ଭିତରେ ଆପଣଙ୍କର ନାମ ଉତ୍ପାଦିତ ହୁଏ ଏବଂ ଜାଣିବା ପାଇଁ ଚାହୁଁଛି ହେଲେ ଆଜ୍ଞା ଆହୁରି ଜଣେ ସତୀ ଧୃତରାଷ୍ଟ୍ର ଭାରିଜା ନାମ ତା ଗାନ୍ଧାରୀ ଗାନ୍ଧାରୀ ପରିସତୀ ନାହିଁ ଧରା ଧରି ଠିକ କାହିଁକି ଗାନ୍ଧାରୀ ଯଦି ଚାହିଁବ ନେତ୍ର ନଳରେ ଆଜ୍ଞା ଜଣକୁ ଜାଳିଦ ଗାନ୍ଧାରୀ ଚାହିଁବାରୁ
ନିଜର ପୁଅ ଦୁର୍ଯ୍ୟୋଧନର ଆଜ୍ଞା ଦେହଟାକୁ ବଜ୍ର ଶରୀର କରିଦେଲା। ଠିକ ଗାନ୍ଧାରୀ ଯେତେବେଳେ ଆଜ୍ଞା ଏ ଯୋଉ ଅନ୍ଧ ପୁଟୁଳି ଗୋଟି ଖୋଲିଲା ସେତେବେଳେ ଭଗବାନ ବିଚାର କଲେ ଆଉ ଜଣେ ପୁଅ ରହିଯାଉଛି ଧୃତରାଷ୍ଟ୍ରର ବାକି ରହିଯାଉଛି ଦୁଦକ୍ଷ, ତେଣୁକରି ତାକୁ ନେଇକି ଭେଟେଇ ଦେଲେ ଯାଦ୍ୱାରା କି ଏ ଯୋଉ ନେତ୍ରାନଳରେ ଭସ୍ମ ହେଇଗଲା। ଆଚ୍ଛା ଗାନ୍ଧାରୀ ଅନ୍ଧପଟଳି କୋଉଠି ବାନ୍ଧିଥିଲେ? ଗାନ୍ଧାରୀ ଅନ୍ଧପଟଳି କୋଉଠି ବାନ୍ଧିଥିଲେ କହିପାରିବ କି? ଜାଣିଛ କି? ଗାନ୍ଧାରୀ ଅନ୍ଧପଟଳି କୋଉଠି ବାନ୍ଧିଥିଲେ ଯେତେବେଳେ ଆଜ୍ଞା ଧୃତରାଷ୍ଟ୍ରକୁ ତାଙ୍କର ପ୍ରସ୍ତାବ ପଡିଲା ସେତେବେଳେ ଧୃତରାଷ୍ଟ୍ର ସହିତ ଯେତେବେଳେ ବିବାହର ଯେତେ ବ୍ୟାସ ନେଇକିରି ଭଗବାନ ବ୍ୟାସ ଯେତେବେଳେ ନେଇକିରି ତାକୁ ସମଦ କରାଇଲେ ଯୋଉ ଦିନ ଠାରୁ ତାଙ୍କର ବିବାହ ସରିଗଲା ଗୋଲୋକ ବୋଇଲେ ଆଜ୍ଞା ସାଡା ଗଛ କୁମ୍ଭକୁ ବିବାହର ସରିଗଲା। କୁମ୍ଭ ବିବାହର ସାଡା ବୃକ୍ଷ ସରିଲା ପରେ ଯେତେବେଳେ ଆଜ୍ଞା ପାଦ ଥାପିଲେ ହସ୍ତିନା କଟକରେ ମାଟି ଉପରେ ଯେତେବେଳେ ପାଦ ଛାପିଲେ ସେତେବେଳେ ଗାନ୍ଧାରୀ କହିଲେ ମୋ ସ୍ୱାମୀ ହଉଛି ଅନ୍ଧ, ମୁଁ ଯଦି ଭଲ ହେବି ଦୁଃଖ ସୁଖ ସମସ୍ତ ଦାୟିତ୍ୱ ସମସ୍ତ ଦୋଷ ମୋ ଉପରକୁ ଆସିବ, ତେଣୁକରି ମୁଁ ଯଦି ପତିପରାୟଣ ସତୀ ହେବାକୁ ଚାହୁଁଛି ମୋ ସ୍ୱାମୀ ଅନ୍ଧ, ମୁଁ ଆଜିଠାରୁ ଅନ୍ଧୁଣୀ ହେବି। ଧରିଲେ ଭଦ୍ରକ ଆଜ୍ଞା କହେ ଯୋଉ କାବଛ ଗୋଟିକି ନିଜ ଅନ୍ଧପଟୁଳି ବାନ୍ଧିଦେଲେ। ଠିକ ପାର୍ବତୀ ଦେଇଛନ୍ତି, ଏଇଟା ମହାନ ପ୍ରମାଣିତ ଅଛି। ଦ୍ୱିତୀୟ ଏଇଟା ଭାରତର ଆଜ୍ଞା ଭାରତ ହେଲେ ଗାନ୍ଧାରୀ ଗୋଟିଏ ସତୀ। ହଁ ମୁଁ ମାନୁଛି ଗାନ୍ଧାରୀ ସତୀ, ନହେଲେ ଅନ୍ଧପଟଳର ଏମିତି କଣ ଗୋଟେ ଶକ୍ତି ଥିଲା? ଗୋଟେ କୃଷ୍ଣ ଭଳିଆ ଲୋକ ଡରି ଯାଉଛନ୍ତି, ଆକୁ ଆଣିକିରି ଥୋଇ ଦଉଛନ୍ତି ତାଙ୍କର ପୁଅକୁ ପାଖରେ। ଠିକ ହେଲେ ଦିଟା ଆଜ୍ଞା ହେଲା, ଗୋଟେ ହେଲା ନା। ଗାନ୍ଧାରୀ କାହିଁକି ମିଶେଇବିନି? ଗାନ୍ଧାରୀ ତ ସେ ବୁଆଁସୀ କନ୍ୟା, କେତେଟା ପୁରୁଷ ମୂର୍ତ୍ତି ଧୃତରାଷ୍ଟ୍ର ବିଭାଗରେ କେତେ ପୁରୁଷ ମୂର୍ତ୍ତି? ଗାନ୍ଧାରୀ ଦ୍ରୌପଦୀ ଆଣିଲ ଜଣେ, ଆହୁରି 2 ଜଣ ଖୋଜିବାକୁ ପଡିବ ନା, ତମକୁ ଜାଣିବାକୁ ପଡିବ ନା। ଆଜ୍ଞା ଆଉ ଜଣେ ପୁଣି ଆଜ୍ଞା ଅଛି ଦୁର୍ଯ୍ୟୋଧନ ବାରିଜା ନାମ ତା ଭାନୁମତୀ। ଭାନୁମତୀ ଜଳିଗଲା, ଏ ଯୋଉ ବସ୍ତ୍ର ହରଣ କରୁ କରୁ ସିଆଡେ ଦ୍ରୌପଦୀ ଜଳିଗଲା। ଆଉ ସତୀତ୍ୱ ହେଲେ ଯେ ଏକ ପତିବ୍ରତା ନା ଆଜ୍ଞା। ହଁ ମୁଁ ମାନୁଛି ଏକ ଲକ୍ଷ୍ମଣ କୁମାର। ଦୁର୍ଯ୍ୟୋଧନ କୃଷ୍ଣଙ୍କୁ କଣ କହୁଛି? ଏ ପଞ୍ଚୁ ପାଣ୍ଡବ 12 ବଦଳିଆ ଭଳିଆ ମୁଁ ନୁହଁ, ମୋର ଏକ ବୋଲି ପତ୍ନୀ ଭାନୁବତୀ, ଏକ ବୋଲି ପୁତ୍ର ଲକ୍ଷ୍ମଣ କୁମାର, ଏକ ବୋଲି ମିତ୍ର ମୋର କର୍ଣ୍ଣ, ଏକ ବୋଲି ମାମୁଁ ମୋର ଶକୁନି, ତା ଲାଗି ମୋର ବଂଶ ବୁଡ଼ି ଯାଉ, ତାର ବାକ୍ୟ ତାଙ୍କର ବାକ୍ୟ ମୋର ନିରାଧାର, ସିଏ ହଉଛନ୍ତି କର୍ଣ୍ଣକ ନାରାୟଣ। ଠିକ ଗୋଟିଏ କଥାରେ କେତେ କିଳା ବାହାରିଲାଣି। ଆଉ ଜଣେ ବୁଢୀ ଆଜ୍ଞା ନାମ ତାର ବିରାଟ ଘରଣୀ, আগত ভবিষ্যৎ ভূত কথা সুদষ্টা মানুষই যার নাম সুদষ্টা আজ্ঞা সতীপণে গণ্য ত্রিকাল কথাকু সে যে প্রহই জ্ঞান ভূত ভবিষ্যৎ জানে সে রমণ বিরাট ঘরণী আজ্ঞা নাম সুদষ্টা। নলে দ্রৌপদী ভলিয়া লোকକୁ ସେ ଚିହ୍ନି ପାରିନଥାନ୍ତା। ସୁଦର୍ଶନଙ୍କର ସେତେ ଶକ୍ତି ଥିବାର ଆଗି ଆଜି ସୌରନ୍ଦ୍ରୀ ନାମରେ ପରିଚିତ ଅଛନ୍ତି ବିରାଟ ରାଜ୍ୟରେ। ଦ୍ରୌପଦୀ ନା ଆଉ କ'ଣ ଅଛନ୍ତି? ସୌରନ୍ଦ୍ରୀ ଦାସୀ ରୂପରେ ରହିଲେ ସୁଦର୍ଶନ ଜାଣିଛନ୍ତି, ମାନୁଛନ୍ତି ମତ୍ସ୍ୟ ଦେଶ। ଏଇଟା ଆପଣଙ୍କର ସିଧା, ଏଇଟା ଗୋଧନ ହରଣ ହବ। ସେ ସୁଦର୍ଶନଙ୍କୁ ଆଣନ। ସୁଦର୍ଶନ କିଏ ଜାଣିଛ ନା? ସୁଦର୍ଶନ ଗୋଟେ ଜଣେ ଗନ୍ଧର୍ବୀ, ସିଏ ଭୂତ ଭବିଷ୍ୟତ ବର୍ତ୍ତମାନ ଜାଣନ୍ତି। କୃଷ୍ଣ ଜାଣିଛନ୍ତି ଯେ ସୁଦର୍ଶନ ଅଛନ୍ତି ବୋଲି ଦ୍ରୌପଦୀ ନେଇକିରି ଗୁପ୍ତବନ ସେଠି ରହିବାକୁ ପଡ଼ିଲା। ଅଜ୍ଞାତ ବନବାସ ବର୍ଷେ 13 ଦିନ। ଚାଲ ହେଲେ ସୁଦର୍ଶନ ସେ ଭିତରେ ଆସିବେନି? ନାଇଁ ନାଇଁ। ଆରେ ଅସଲ ସତୀ ଗୁଡାକ ମେଇନ ଭାରତର ଆଜ୍ଞା। ଆଉ ଏ ସତୀ ଗୁଡାକରେ ତାଙ୍କର ଭାଗ ନାହିଁ ନାଇଁ ନାଇଁ। ଆହୁରି ବୁଣି ବ୍ୟାସଙ୍କର ମା ଅଟେ ନାମ ସତ୍ୟବତୀ। গরম যায় প্রসন্নটা গরম প্রসন্ন নাই গোটে শাস্ত্র ব্যাখ্যা করা শাস্ত্রটা আমি শিক্ষা দেওয়া আসছু শিক্ষা পাই জাঁয়া খালি উপর উপরে সে কইদেবে মু উপর উপরে কইদেবে এটা ঠিক নুহ। আজি শিক্ষা পাই এটা বেশি লোক অপেক্ষা করনা আমার এই জিনবজর কোটি মজা মজলিস আর কিছু কোশ্চিন হব। আজ টোটালি ঠান্ডা আকার চালিব তাহলে এঠু চেয়ার যা খালি পড়িব আমি বসিবা খালি আর কিଏ নথিব এটি। ସେଥିପାଇଁ ଚିରା ବଜାର କୋଠି ଦେଖିକି ଆମେ ଆଗକୁ ଯିବା। ହଉ ହେଲେ ଆଜ୍ଞା ଆପଣ କହିଦିଅନ୍ତୁ। ଆଉ ଚରିତ୍ର ଗାଇବିନି ନା ମୁଁ ଆଉ ସେଟା କଣ କହିଦିଅନ୍ତୁ। ସେ ତିନି ବଳି ବେଲ୍ଲାଳ ବୋଇଲେ ଭୀମଙ୍କର ଗୋଟେ ପୁଅ ହେ ଯେତେବେଳେ ବିଷାକ୍ତ ଦେଇକିରି ବିଷ ଲଡୁରେ ଏଟା ଦେଇକିରି ଭର୍ତ୍ତି କରିକି ନେଇକିରି ଦୁର୍ଯ୍ୟୋଧନ ବନ୍ଧରେ ଫିଙ୍ଗି କୁମରେ ବନ୍ଧରେ ମହା ସରୋବରରେ ଫିଙ୍ଗିଦେଲା। ସେ ନାଗୁଣୀ କନ୍ୟା ନେଇକିରି ତା ବଳି ବେଲ୍ଲାଳ ଜନ୍ମ ହେଲେ ସେ ନାଗୁଣୀ ଗର୍ଭରୁ। ଆଜ୍ଞା ମୁଁ କହିଲି ନା ଆଜ୍ଞା ବଳି ବେଲ୍ଲାଳ ସନ କହିଲ ହେ
ତମେ ବଳି ନାଗୁଣୀ ବେଲାଳ କନ୍ୟାଠୁ କିଏ ଜନ୍ମ ହେଇଛି ଆଜ୍ଞା? ଇଆଡେ ଯେତେବେଳେ ବିଷାକ୍ତ ଦେଇକିରି ଯେତେବେଳେ ଫିଙ୍ଗି ହଁ ସେଇଟା ବେଲାଳ ସେନ। ସେଇଟା ବେଲାଳ ସେନ ନାହିଁ, ବେଲାଳ ସେନ ଆଉ ଗୋଟେ, ସିଏ ହଉଛି ବଳି ବେଲାଳ। ଇଏ ବେଲାଳ ସେନକୁ ଶୁଭ ସ୍ତମ୍ଭରେ ବନ୍ଧା ହେଲା। ଇଏ ଯୋଉ ବଳି ବେଲାଳ ବଳି ବେଲାଳ କୁଆଡେ ଯିବ? କୁଆଡେ ଯିବ? ଗୌତମୀ ତୀର୍ଥରେ ଅଜାଙ୍କ ସାଥିରେ ଅନନ୍ଦଙ୍କ ସାଥିରେ ଧରିକି ଯାଇଥିଲେ। ଗୋଟେ ପିଲା ଜନ୍ମ ହେଇଛି ନା ଆଜ୍ଞା? ଦିଟା ପିଲା ଜନ୍ମ ହେଇଛି। ଗୌତମୀ ତୀର୍ଥରେ ନାଇଁ, ନାଇଁ, ଯେତେବେଳେ ଏ ଯୋଉ ଦୁର୍ଯ୍ୟୋଧନର ସହସ୍ର ଏ ଯୋଉ କୁରୁବଂଶ ସେ ନାଗବଳକୁ ଦେଖି ଗୌତମୀ ତୀର୍ଥରେ ବୁଡ଼ ପଡ଼ିଲା। ଗଙ୍ଗା ଯମୁନା ସରସ୍ୱତୀ ଏ ତିନି ହେଲେ ରଜବତୀ, କେମନ୍ତେ କରିବା ହେ ସ୍ନାନ କୋହେ ଦେବ କି ନାଇଁ ନାଇଁ ଆଜ୍ଞା, ଭାରତରେ ହଁ ଭାରତରେ ବେଲାବଳି ଠାରୁ କେତେଟା ପିଲା ଜନ୍ମ ହେଇଛି? ଇଏ ବେଲାଳ ସେନ ଜଣେ ଜନ୍ମ ହେଇଛି। ଇଏ ଗୋଟେ ନାଗୁଣୀ କନ୍ୟା, ଇଏ ଅନନ୍ଦର ଝିଅ। ଯୋଉ ବିଷ ଖାଇକିରି ବିଷ ନଡୁ ଖାଇକିରି ଭୀମ ଗଲା, ସେଇଟା ତା ସିଏ ହଉଛି ବଳି ବେଲାଳ। ଯୋଉ ବିଷ ନଡି ଖାଇକିରି ଇଏ କଲା, ସେଇଟା ଏ ଯୋଉ ନାଗୁଣୀ କନ୍ୟା କୋ ଭାରତୁଟା ଆଜ୍ଞା? ବନଖର ହେ ଯେତେବେଳେ ହିଡମ୍ବା ଯେତେବେଳେ କୋ ଭାରତୁଟା ଆଜ୍ଞା କହୁଛନ୍ତି? ସାରଳା ଭାରତ। ସାରଳା ଭାରତରେ ବେଲାଳ ସେନ ଜନ୍ମ ହେଇଛି ନା ବଳି ବେଲାଳ ଜନ୍ମ ହେଇଛି? ବଳି ବେଲାଳ ଜନ୍ମ ହେଇଛି, ବେଲାଳ ସେନ ଜନ୍ମ ହେଇଛି। ହେଲା ଆଜ୍ଞା, ଆପଣଙ୍କ କଥା ଠିକ। ଯୁକ୍ତି କଲେ ହବନି, ବ୍ରାହ୍ମଣ ଲୋକ ଯୁକ୍ତି କଲେ ହବନି। ନାଇଁ ମୋ ସାଥିରେ ଯୁକ୍ତି କଲେ ମୁଁ ଧାରଣା ଭଲ ନାହିଁ। ନାଇଁ ଆପଣ ସେଥିପାଇଁ ଯୁକ୍ତି ବେଲାବଳି ଠାରୁ ଆମେ ସମସ୍ତେ ଜାଣିଛୁ ଆଜ୍ଞା ଇଏ ଜନ୍ମ ହେଇଛି। ଆଜ୍ଞା କର୍ଣ୍ଣ ମନ୍ତ୍ର ଦାତା ଶ୍ରୀ ଗୁରୁ ପାଦ, ଶ୍ରୀ ଗୁରୁ ପାଦ କରୁଛି ବନ୍ଦନା ମୋ ହୃଦ ମଧ୍ୟ।